ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ କହିବା ପାଇଁ ଚାହେଁ, ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କୁ ମାରି ମଧ୍ୟ ପାରେ। ଆପଣମାନେ ସଠିକ୍ ଭାବରେ ଶୁଣିଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କୁ ମାରି ମଧ୍ୟ ପାରେ। କେମିତି ଆମେ ଈଶ୍ୱରଙ୍କର ପବିତ୍ର ବାଇବଲରେ ଦେଖିବା ନିମନ୍ତେ ଯିବା। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବର୍ତ୍ତମାନ ସମୟରେ ଅନେକ ଜାଗାରେ ଆପଣମାନେ ଶୁଣିଥିବେ ପ୍ରଭୁ ଯୀଶୁ କେବଳ ଆଶୀର୍ବାଦ 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 ହିଁ କରନ୍ତି। ଏ ବିଷୟ ଲୋକମାନେ କହୁଥିବେ। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯେଉଁ ପ୍ରଭୁ ଯୀଶୁଙ୍କୁ ଆପଣମାନେ ସେବା ଆରାଧନା କରୁଅଛନ୍ତି, ସେହି ପ୍ରଭୁ ଯୀଶୁ ଆଶୀର୍ବାଦ କରନ୍ତି। କିନ୍ତୁ ତାହାଙ୍କ ଦୃଷ୍ଟିରେ ଯଦି ଆମ୍ଭେମାନେ ମନ୍ଦ କାର୍ଯ୍ୟ କରିବା, ତାହେଲେ ସେ ବିନାଶ ମଧ୍ୟ କରିଦେଇପାରନ୍ତି। ଏହି ବିଷୟକୁ ମଧ୍ୟ ଆପଣମାନେ ଧ୍ୟାନ ଦେବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ ଆଶୀର୍ବାଦର ପ୍ରଚାର ଚାଲିଛି। କିନ୍ତୁ ଗୋଟିଏ ପଇସାର 5 ଟଙ୍କିଆ କଏନ୍ ହେଡ୍ ଏବଂ ଟେଲ୍ ଥାଏ। ଗୋଟିଏ ପଟେ ପ୍ରେମ, ଗୋଟିଏ ପଟେ କ୍ରୋଧ। ପ୍ରଭୁ ଯୀଶୁଙ୍କର, ପ୍ରଭୁ ଯୀଶୁ ପ୍ରେମ କରନ୍ତି। କିନ୍ତୁ ତାହାଙ୍କ ଦୃଷ୍ଟିରେ ଆମ୍ଭେମାନେ ଖରାପ କାର୍ଯ୍ୟ କରିବା, ତାହେଲେ ସେ କ୍ରୋଧ ମଧ୍ୟ କରନ୍ତି, ବିନାଶ ମଧ୍ୟ କରନ୍ତି। କିନ୍ତୁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କୁ ମାରି ମଧ୍ୟ ପାରେ। ଯଦି ଆପଣମାନେ ଦେଖିବେ ପ୍ରେରିତ ପୁସ୍ତକ ତାର 5 ଅଧ୍ୟାୟ ହନନୀୟ ଏବଂ ସଫିରାଙ୍କ ବିଷୟରେ ଲେଖାଯାଏ। ସେମାନେ ନିଜର କ୍ଷେତକୁ ବିକ୍ରୟ କରି ପ୍ରଭୁଙ୍କର ପ୍ରିୟ ଦାସମାନଙ୍କ ପାଖରେ ସେମାନେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିଲେ। ସେହି ଦାସମାନଙ୍କ ପାଖରେ ଏମାନେ ମିଛ କହିଥିବା ଯୋଗୁଁ, ଏହି ହନନୀୟ ଏବଂ ସଫିରା ଏମାନେ ପବିତ୍ର ଆତ୍ମାଙ୍କ ପାଖରେ ମିଛ କହିଥିବା ଯୋଗୁଁ ସେମାନଙ୍କର ମୃତ୍ୟୁବରଣ ହେଲା। ଏହି ଜାଗାରେ ଆମ୍ଭେମାନେ ଜାଣିପାରୁଛୁ ଯେ ପବିତ୍ର ଆତ୍ମା ଜଣେ ବ୍ୟକ୍ତିଙ୍କୁ ବିନାଶ ମଧ୍ୟ କରିଦେଇପାରେ। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ସମୟ ଥାଉ ଥାଉ, ସୁଯୋଗ ଥାଉ ଥାଉ, ଆପଣମାନେ ପ୍ରଭୁଙ୍କ ପ୍ରତି ଫେରନ୍ତୁ ଏବଂ ଆପଣମାନଙ୍କର ସମସ୍ତ ପାପକୁ ପରିତ୍ୟାଗ କରନ୍ତୁ। ତାହେଲେ ପରମେଶ୍ୱର ଆପଣମାନଙ୍କୁ କ୍ଷମା କରିବେ। ଏବଂ ଆମ୍ଭେମାନେ ଭାବୁଛୁ ଯେ ପ୍ରାର୍ଥନା ଯିବା ଏବଂ ଆସିବା, ପ୍ରାର୍ଥନା ଯିବା ଏବଂ ଆସିବା, ଏମିତି ନୁହେଁ। ପ୍ରଭୁଙ୍କର ପ୍ରିୟ ଲୋକମାନେ,